ମୁଁ ଏବେ ଚାଲିଲି କଟକ ଆଉ ମୋ ସାଙ୍ଗରେ ଯାଉଛନ୍ତି ମତେ ଛାଡିବା ପାଇଁ ମୋ ଭାଇ ଆଉ ଅପେକ୍ଷା କରି ବସିଛନ୍ତି ବସ୍ କୁ ଆସିଲେ ଯିବି ଆଉ ବସ୍ ଆଉ 10 ମିନିଟ୍ ପରେ ଆସିବ। ଆଜି ଯେହେତୁ ବହୁତ ଦିନ ହେଲା ଛୁଟି ଥିଲା ଆଜି ଲାଗୁଛି ବହୁତ ଭିଡ ଥିବ ଆମର ଏଇଠି ଗୋଟେ ଲଗେଜ ବ୍ୟାଗ ଅଛି ଆଉ ଦେଖାଯାଉ କଣ ହଉଛି ତାକୁ କୁହାଯାଇଛି ସିଟ୍ ଆଣିବା ପାଇଁ ଆଣୁଛି କି ଆଣୁନି ଦେଖିବା ଆଉ। ଏବେ ସକାଳୁ କଣ ହଉଛି ଚାଲୁନ ଦେଖିବା। ସକାଳୁ ଆମେ ପୁରା ରେଡି ହେଇକି ବାହାରି ଗଲୁ। ଏଠି ରାଜଶ୍ରୀ ଗୋଟେ ଚଲେଇଛନ୍ତି ତାଙ୍କର କଣ କାମ। କଣ କରୁଛ? ଚାହା ଆଉ ପିଠା। ଦେଖନ୍ତୁ ଖାଇବା ଆମର ରେଡି ହେଇଗଲା। ଚାହା କି ପିଠା ଏଇଟା? ମଣ୍ଡା ପିଠା। ଚାହା ଆଉ ପିଠା ଆମର ରେଡି ହେଇଗଲା। ଆମେ ଖାଇକି ବାହାରିବୁ। ବୁଢା ମଣ୍ଡା ବୁଢା ମଣ୍ଡା ନା କଣ ଚାଲୁନ ଦେଖିବା କଣ ସବୁ ହଉଛି। କଣ କରୁଛ? କଣ୍ଟେଣ୍ଟ କାର୍ଡ କଟିଂ ହଉଛି। ଆମର ଏବେ ପୋଟଳ ଆଉ ଆଳୁ ଆମର କଟା ହଉଛି। ଏଟା ଭଜା ହବ। ଭଜା ହେଲେ ଆମେ କଣ ଖାଇବା? ପଖାଳ ବାସି ପଖାଳ। ଆମେ ଦେଖନ୍ତୁ ବାସି ପଖାଳ ଖାଇବୁ। ଏଠି ବାସି ପଖାଳ ଥୁଆ ହେଇଛି। ଆଉ ଏଥିରେ ଯୋଉ ଶାନ୍ତି ସଂସାରର କୌଣସି ଜିନିଷରେ ସେଇ ଶାନ୍ତି ନାହିଁ। ଏଠି ବଡିଚୁରା ଥୁଆ ହେଇଛି ଆଉ ଏଠି ଖାଲି ଡବା ଥୁଆ ହେଇଛି ଆଉ ଏଠି ସେଉ ଗାଣ୍ଠିଆ ଥୁଆ ହେଇଛି। ଏ ସେଉ ଗାଣ୍ଠିଆ ଟା ଖିଆ ହବ। ଆଉ ଏଠି ଗୋଟେ କଣ ହେଇଥିଲା ବୋଧେ ଥୁଆ ହେଇଛି କଡେଇରେ ତେଲ। ଏଇ ତେଲଟେ କରିବ ଆଉ ତେଲ ଥୁଆ ହେଇଛି କଡେଇରେ ଆଉ ଏମିତି ସବୁ ଅଛି। ଆଉ ଏଠି ରାଜଶ୍ରୀ ଠିଆ ହେଇଛନ୍ତି। ରୋଷେଇ ଆରମ୍ଭ ହବ ଏବେ। ଆମେ ଏବେ ହେଲା ପରେ ଖାଇବା ଖୁଇ ହବ। ତାପରେ ଭାର ଖୋଲିବା ପାଇଁ 2 ଜଣ ଯାକ କେମିତି ରେଡି ହେଇକିରି ବସିଛନ୍ତି ସେଠି। ଭାଡ ଖୋଲା ସରିଲାଣି। ବାଦାମଟା ବାଛିକି ଖାଇ ନହେଲେ ଆଉ କିଛି କୁକୁଡ଼ା ଖାଏନି। ମତେ ବାଦାମଟା ଭଲ ଲାଗେ। ମୁଁ ଆଜି ମନେ ଭାବୁଥିଲି ରେଡି ବାଦାମ